ଗୋଟେ କମିଶନ ରିପୋର୍ଟ କମିଶନ ରିପୋର୍ଟର ଗୁରୁତ୍ୱ ବହୁତ ବେଶୀ। ସାଧାରଣତଃ ଯେଉଁ କ୍ଷେତ୍ରରେ ସରକାର ଭାବନ୍ତି ଯେ ଗୋଟେ ଗୁରୁତର ଘଟଣା ଘଟିଯାଇଛି, ଯାହାକୁ ପବ୍ଲିକକୁ ଜାଣିବା ଦରକାର, ସବୁ ଲୋକମାନଙ୍କର ପାଖରେ ପହଞ୍ଚିବା ଦରକାର, ଆଉ ଯେଉଁଟାକି କୋର୍ଟ କଚେରୀକି ଗଲେ ଠିକ୍ ଭାବରେ ସମାଧାନ ନ ହେଇପାରିବ। ଘଟଣା ମାନେ ସାଧାରଣତଃ ଦୁଇଟି ଜିନିଷ ହୁଏ। ଘଟଣାଟା କେମିତି ଘଟିଛି ସେଇଟା ଜାଣିବା ପାଇଁ କମିଶନଟି ନିଯୋଗ କରାଯାଏ। ଆଉ କମିଶନ ନିଯୋଗ କରାଯାଏ, ତାର କାମ ହେଉଛି ଯେ ସେ କମିଶନ ଘଟଣାଟା ବିଷୟରେ ପୁଙ୍ଖାନୁପୁଙ୍ଖ ବିଚାର କରିବେ, ତାଙ୍କ ରିପୋର୍ଟରେ ଦେବେ। ତା ଛଡ଼ା ଭବିଷ୍ୟତରେ ଏଭଳି ଘଟଣା ଏପରି ବିଭତ୍ସ ଘଟଣା ଯେମିତି ନ ଘଟେ, ତା ପାଇଁ ସେ ଗୋଟେ ପ୍ରୋସିଜିଓର ତାକୁ ଲେ ଡାଉନ୍ କରିବେ ଯେ ଏଇ ପ୍ରିକସନ୍ ଯଦି ନିଆଯାଏ ତାହେଲେ ଭବିଷ୍ୟତରେ ଏଭଳିଆ ଘଟଣା ଆଉ ଘଟିବ ନାହିଁ। ସେହି ପରିପ୍ରେକ୍ଷୀରେ ସ୍ୱାମୀ ଲକ୍ଷ୍ମଣ ସରସ୍ୱତୀଙ୍କର ଯେଉଁ କମିଶନ, ସେଇଟା ଦୁଇଟା ହାଇକୋର୍ଟ ଜଜ୍ ତାକୁ ହ୍ୟାଣ୍ଡେଲ କରୁଥିଲେ କିମ୍ବା ତର୍ଜମା କରୁଥିଲେ। ପ୍ରଥମ ଜଜ୍ ଜଷ୍ଟିସ୍ ଶରତଚନ୍ଦ୍ର ମହାପାତ୍ର ମହୋଦୟ, ସେ ତାଙ୍କର କାର୍ଯ୍ୟକାଳ ଭିତରେ ମାନେ ତାଙ୍କ ଜୀବଦଶା ଭିତରେ ଏଇଟା ସାରିପାରିଲେନି, ସେ ଦୁର୍ଭାଗ୍ୟକ୍ରମେ ଚାଲିଗଲେ। ତାପରେ ସେଟା ମୋ ଭାଗ୍ୟରେ ପଡ଼ିଲା ଏବଂ ମୁଁ 2018ରେ ଏଇ ରିପୋର୍ଟଟି ସରକାରଙ୍କ ପାଖରେ ସବୁ କାମ ଦାଖଲ କଲି। ଆଉ 2018 ପରେ ଏଇ ରିପୋର୍ଟଟି ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନି। ବର୍ତ୍ତମାନ ଶୁଣାଯାଉଛି ଯେ ରିପୋର୍ଟଟି କେଉଁଠି ଚୋରି ହେଇଯାଇଛି କି ହଜିଯାଇଛି। ଗୋଟେ ରିପୋର୍ଟ ଚୋରି ହେଇଯାଇଛି ଏକଥା ସରକାରଙ୍କ ଅଫିସରୁ ସେକ୍ରେଟେରିଏଟ୍ ଭିତରୁ ଏଇଟା ବିଚାର ଯୋଗ୍ୟ, ମାନେ ଏଇଟା ଅସମ୍ଭବ ଲାଗୁଛି। ନିଶ୍ଚିତ ଭାବରେ ଏଇ ରିପୋର୍ଟଟି କେଉଁଠି ଗୋଟେ ମିସପ୍ଲେସ୍ଡ ହେଇଛି କିମ୍ବା କୌଣସି କେଉଁଠି ଗୋଟେ ରଖାଯାଇଛି ଯେଉଁଠୁ ଆଜି ପର୍ଯ୍ୟନ୍ତ ମିଳିପାରୁନି। ମୁଁ ଭାବୁଛି ଯଦି ସରକାରଙ୍କ ଆଡ଼ୁ ଚେଷ୍ଟା କରାଯାଏ, ଏଫଆଇଆର୍ କରାଯାଇଛି, ସରକାର ଯଦି କରାଯାଏ ତାହେଲେ ନିଶ୍ଚିତ ଭାବରେ ରିପୋର୍ଟଟି ମିଳିଯିବ। ଆଉ ରିପୋର୍ଟଟା ନ ମିଳିଲେ ମଧ୍ୟ ରିପୋର୍ଟର ଯେତିକି ଜିନିଷ ଅଛି, ଯେତିକି ଯାହା କିଛି ଲେଖା ହେଇଛି, କାଗଜପତ୍ର ଯାହା କିଛି ଥିଲା, ସେଗୁଡ଼ାକ ହୋମ୍ ଡିପାର୍ଟମେଣ୍ଟରେ ଥାଇପାରେ, କାରଣ ହୋମ୍ ଡିପାର୍ଟମେଣ୍ଟ ଏଇ ଏନକ୍ୱାରି କରୁଥିଲେ ଏବଂ ଆମେ ଏନକ୍ୱାରିରେ ଯେତିକି କାଗଜପତ୍ର ବ୍ୟବହାର ହେଇଥିଲା, ସାକ୍ଷୀ ଜମାନବନ୍ଦୀ ହେଇଥିଲା, ଏ ସବୁତକ ହୋମ୍ ଡିପାର୍ଟମେଣ୍ଟରେ ଥାଇପାରେ, ସେଥିରୁ ମଧ୍ୟ କାଢ଼ିବା। କେତେ କଷ୍ଟ, ଏଟା ଦୁର୍ଭାଗ୍ୟଜନକ ନୁହଁ ମିସପ୍ଲେସ୍ ହେଇଯିବାଟା? ଏଇଟା ମୁଁ ଗୋଟେ ଥାଉ, ସେତିକି ଥାଉ, ଅବିକା ଭଲ ଲାଗିବନି।